ମୋ ଦେହ ଖରାପ ହେଇଛି। ମୁଁ ମେଡ଼ିକାଲ ଆସିଛି, ଏଠି ସେଲାଇନ୍ ଲାଗୁଛି, ସବୁ ହେଉଛି। ଇଏ କେତେବେଳେ ଭିଡ଼ିଓ କରିଦେଇଛନ୍ତି ମୁଁ ଜାଣିନାହିଁ। ତ ଟିକେ ସିଜିନ୍ ଯେହେତୁ ଚେଞ୍ଜ ହେଉଛି, ସେଥିପାଇଁ ମୋର ଟିକେ ଦେହ ବହୁତ ଖରାପ ହେଇଗଲା। ସେଥିପାଇଁ ଯାଇକି ସେଲାଇନ୍ ଦୁଇଟା ନେବା ପାଇଁ ପଡ଼ିଲା। ଏବେ ମୁଁ ପୁରା ଫାଇନ୍ ଅଛି। ଇଏ କେତେବେଳେ ଭିଡ଼ିଓ କରିଦେଇଛନ୍ତି, ଯାହା ହଉ ଆପଣମାନେ ବି ମୋ ସାଙ୍ଗରେ ଦେଖିଲେ। ଆଜି ଭଞ୍ଜ ବୋଉକୁ ମାନେ ପୂର୍ଣ୍ଣିମାକୁ ଆମ ଘର ନିମନ୍ତ୍ରଣ ଦିଆଯାଇଥିଲା, ତ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ। ତ ଆଜି ତାକୁ ଫାଷ୍ଟ ହେଲା ଏଇଟା ବ୍ରେକଫାଷ୍ଟରୁ ଷ୍ଟାର୍ଟ ହେଉଛି। ଖାଅ। ତା ସାଙ୍ଗରେ ଭଞ୍ଜ ବି ଏଠି ଖାଉଛି। ଭଞ୍ଜର ଖାଇବା ସରିଲାଣି। ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି କ'ଣ ପାଇଁ? ଆମ ବେବି ଅଛି ତ ସେଇଥିପାଇଁ। ହଉ ଖାଇସାରୁ। ଚିର କାଳକୁ ଆମ ସାଥିରେ ସମ୍ପର୍କ ଭଲ ରହୁଛି ହେଲା। କ'ଣ ପାଇଁ ଦେଲ? ଏଇଟା ସାନ ଝିଅର ବାହାଘର 1 ତାରିଖ ଦିନ ଯାଇକି ଆମ ଘରେ 1 ତାରିଖ ପୂର୍ବରୁ ଯାଇକି ଆମ ଘରେ ଯାଇକି ପହଞ୍ଚିବେ। ସମସ୍ତେ ଅଲ୍ ପରିବାର ସହ ନିମନ୍ତ୍ରଣ ରହିଲା ହେଲା। ତାଙ୍କ ପାଖରେ ବି ଗୁଆ ପଇଲା, ସେ ଯାଇକି ସପରିବାର ସହ ଯାଇକି ପହଞ୍ଚିଲା ଆମ ଘରେ। ପୁଅ ତମେ ସମସ୍ତେ ଯାଇକି ଆମ ଘର 1 ତାରିଖ ପୂର୍ବରୁ ଯାଇକି ପହଞ୍ଚିବ। ଦରକାର ପଡ଼ିବ 2 ଦିନ 3 ଦିନ ଆଗରୁ ପହଞ୍ଚିବ। ଯେଉଁମାନଙ୍କ ପାଇଁ ଏତେ ସାରା ପ୍ରୋଗ୍ରାମ ହେଇଥିଲା ସେମାନଙ୍କ ଦର୍ଶନ ନାହିଁ। ଆଗେ ଆମ ହିରୋ ଆଉ ମୋ ଝିଆରୀ ତ ଫାଇନାଲି ଖାଇଦେଲେ। ତାପରେ ଏପଟେ ତାକୁ ସଜାସଜି କରିକି ଦେଇକି 2 ଜଣଙ୍କୁ ବସେଇ ଦେବା ପାଇଁ ଜଣେ ବସିଲା, ଛୁଆଟା ଗୋଟେ ଜମା ବି ବସିନି। କାହିଁକି ନା ତାକୁ ଟିକେ କାନ୍ଦିବାର ଅଛି। ତ ସେଥିପାଇଁ ସେ ଟିକେ ଫିଲ୍ ମନ ଭିତରୁ ଫିଲ୍ଟା ଆଣୁଛି କେମିତି କାନ୍ଦିନି ତାପରେ ଖାଇନି। ତା ଝିଅ ନା ଦେଖନ୍ତୁ ଏବେ ତା କାନ୍ଦ ଷ୍ଟାର୍ଟ ହେଇଯାଇଛି। ଆଉ ତ କ୍ୟାମେରା ତ ଅନ୍ ନଥିଲା, ବହୁତ କାନ୍ଦିଦେଲେ। ଆଉ ଚାଲନ୍ତୁ ଦେଖିବା ଭଏସ୍ କେମିତି ଦେଖାଯାଉଛି। ତ ଶାଢ଼ୀ ପିନ୍ଧିଲା ପରେ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଶାଢ଼ୀ ପିନ୍ଧିଲା। ଘୁରିଆ ଟିକେ ହିରୋଇନ୍ ହେଇଗଲା। ଯଦି ମାମା ବାହାରକୁ ଆସିବା ପାଇଁ ଚାହାନ୍ତି ତାହେଲେ କମେଣ୍ଟ ସେକ୍ସନରେ ନିହାତି ଲେଖିବେ।